ମାଲକାନଗିରି ଜିଲ୍ଲା କାଲିମେଳା ପଞ୍ଚାୟତରେ ବ୍ଲକ ଅଧ୍ୟକ୍ଷ ଏବଂ 23 ଗୋଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବ୍ଲକର ବିଡିଓଙ୍କ ବଦଳି ପାଇଁ ରାସ୍ତା ଏବଂ ବ୍ଲକ କାର୍ଯ୍ୟାଳୟ ପାଇଁ ଆସନ୍ତା ଏପ୍ରିଲ 29ରେ ବନ୍ଦ ନକରି ଆସନ୍ତା ମେ 9 ତାରିଖକୁ ସମୟ ଘୁଞ୍ଚାଇବା ପାଇଁ ପ୍ରସ୍ତାବ ରଖିଥିଲେ। ସେମାନଙ୍କ କହିବା ଅନୁଯାୟୀ ଏହି ମାସରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମସ୍ତ ନିର୍ବାଚିତ ପ୍ରତିନିଧି ରାସ୍ତାଘାଟ ବନ୍ଦକୁ ସ୍ଥଗିତ ରଖୁଛନ୍ତି। ମାଲକାନଗିରିରୁ ପ୍ରିୟପଣ୍ଡାଙ୍କ ରିପୋର୍ଟ, OTN TV। ମୁଁ ତେଲରାଇ ସରପଞ୍ଚ ମୁକ୍ତା ଷଡ଼ି ଆଜି ଏ ପ୍ରେସ୍ ମିଟ୍ରେ ଆଜି ଇଲେକ୍ଟ୍ରିକ୍ ମିଡ଼ିଆ ପ୍ରେସ୍ ମିଡ଼ିଆକୁ ମୋ ତରଫରୁ ସମସ୍ତଙ୍କୁ ନମସ୍କାର। ଯେ ଆଜି ଆମର କାଲିମେଳା ବ୍ଲକର ବିଡ଼ିଓଙ୍କ ବିରୋଧରେ ଆଜି ଆମେ ଯାହା କହିବାକୁ ଯାଉଛୁ ଯେ ଗତ 9 ତାରିଖ ଏପ୍ରିଲ 9 ତାରିଖରେ ବିଡ଼ିଓଙ୍କ ବିରୋଧରେ ଆମେ କଲେକ୍ଟର ସାର୍ଙ୍କୁ ଗୋଟେ ଆପ୍ଲିକେସନ୍ ଦେଇଥିଲୁ। ସେ କଲେକ୍ଟର ସାର୍ କହିଥିଲେ 15 ଦିନ ଭିତରେ ଯାହା ସମସ୍ୟା ମୁଁ ସମାଧାନ କରିକି ଦେବି କହିଥିଲେ। ମାତ୍ର 15 ଦିନ ପାର ହେଇଗଲା, କିଛି ବିଡ଼ିଓଙ୍କର ଶୁଭ ଖବର ଆସିନାହିଁ। ତେଣୁକରି ଆମର ସମସ୍ତ ବ୍ଲକର ସମିତି ମେମ୍ବର ଆଉ ସରପଞ୍ଚ ମାନେ ସମସ୍ତେ ନିଷ୍ପତ୍ତି ନେଇଥିଲେ 29 ତାରିଖରେ ବ୍ଲକ ଘେରାଉ କରିବା ପାଇଁ। ସେଇଟାକୁ କିଛି ଆମର ସମିତି ମେମ୍ବର ଆଉ ସରପଞ୍ଚ ସଂଘ ମିଳିତ ଆକାରରେ ଡିସାଇଡ଼୍ କରିକି ବେଶୀ ଗରମ ପ୍ରଭାବକୁ ନେଇକି ସେଇ 29 ତାରିଖକୁ ବାତିଲ କରିକି ଆଗାମୀ ମେ 9 ତାରିଖକୁ ବ୍ଲକ ଘେରାଉ ପାଇଁ ରଖିଛନ୍ତି। ମୁଁ ମଧୁ ପିଏସ୍ ମେମ୍ବର ନାମ ସମ୍ପଦ ବିଶ୍ୱାସ ସମିତି ମେମ୍ବରଙ୍କର ସଭାପତି ଅଛି। ଆମେ ଆଜି ମିଡ଼ିଆ ପାଖରେ କହିବାକୁ ଚାହେଁ ଯେ ଆମେ ଜିଲ୍ଲାପାଳ ମହୋଦୟକୁ ବିଗତ 15 ଦିନ ତଳେ ଜିଲ୍ଲାପାଳ ମହୋଦୟ ପାଖରେ ଆମେ ଯାଇଥିଲୁ ଏବଂ ଗୋଟେ ଲେଖା ଦେଲୁ। ଏ ବିଡ଼ିଓ କାଲିମେଳା ଗୋଷ୍ଠୀ ଅଧିକାରୀ ପ୍ରଦୀପ କୁମାର କର ଯେ ବିଡ଼ିଓ ଅଛନ୍ତି ତାର ମନୋମାଫିକ କାମ ଯୋଗୁଁ ଆମେ ତାହାର ବିରୋଧ କରି ଯାଉଛୁ। ଆଜିର ପ୍ରେସ୍ ବାର୍ତ୍ତାରେ ସମସ୍ତ ପ୍ରେସ୍ ମିଡ଼ିଆ ଆଉ ଇଲେକ୍ଟ୍ରିକ୍ ମିଡ଼ିଆ ସମସ୍ତଙ୍କୁ ମୋର ନମସ୍କାର। ଯେଉଁ କାଲିମେଳା ବିଡ଼ିଓଙ୍କ ବିରୋଧରେ 29 ତାରିଖ ଦିନ କାଲିମେଳା ବ୍ଲକ ଅଫିସ୍ ଘେରାଉ ଥିଲା, ତା ସମ୍ପୂର୍ଣ୍ଣ ଘେରାଉ ହେବାର ଥିଲା। ତାକୁ ମାନେ ଗ୍ରୀଷ୍ମ ପ୍ରବାହ ତାପମାତ୍ରା ଯୋଗୁଁ କିଛି ଆମର ଜନପ୍ରତିନିଧି ନିଜସ୍ୱ କାର୍ଯ୍ୟ ଯୋଗୁଁ ସେମାନେ ନିଜସ୍ୱ କାର୍ଯ୍ୟ ଯୋଗୁଁ ଉପସ୍ଥିତ ରହିପାରିବେ ନାହିଁ। ତା ଆସନ୍ତା ମେ 9 ତାରିଖ 5/2025 ତାରିଖ ଦିନ ସମସ୍ତ ସରପଞ୍ଚ ସଂଘ ଓ ସମିତି ସଂଘ ସମସ୍ତେ ନିଷ୍ପତ୍ତି ନେଇଛନ୍ତି।